ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। ପର୍ତ୍ତୁଗାଲରେ ବସବାସ କରୁଥିବା ଭାରତୀୟ ଉଭୟ ଦେଶ ମଧ୍ୟରେ ସାଂସ୍କୃତିକ ସେତୁ ଭାବେ କାର୍ଯ୍ୟ କରୁଛନ୍ତି କହିଲେ ରାଷ୍ଟ୍ରପତି। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାକୁ ଆଜି ପୂରିଲା 10 ବର୍ଷ। ଏହା ଅଧୀନରେ ଏପର୍ଯ୍ୟନ୍ତ ପ୍ରଦାନ କରାଯାଇଛି 32 ଲକ୍ଷ କୋଟିରୁ ଅଧିକ ଋଣ। ଦୁଇଦିନିଆ ଭାରତ ଗସ୍ତରେ ଆସି ଆଜି ନୂଆଦିଲ୍ଲୀରେ ପହଞ୍ଚିବେ ଦୁବାଇର ଯୁବରାଜ ତଥା ଉପପ୍ରଧାନମନ୍ତ୍ରୀ। ଶିକ୍ଷକ ନିଯୁକ୍ତି ମାମଲାରେ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କଲେ ପଶ୍ଚିମବଙ୍ଗ ସରକାର ଏବଂ ଆଇପିଏଲ୍ କ୍ରିକେଟର ଗତକାଲିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ 12 ରନ୍ରେ ପରାସ୍ତ କଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ପର୍ତ୍ତୁଗାଲର ରାଜଧାନୀ ଲିସବନର ମେୟର କାର୍ଲୋସ ମାନୁଏଲ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ମାନାର୍ଥେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏଥିରେ ରାଷ୍ଟ୍ରପତି ମୁର୍ମୁଙ୍କୁ ସିଟି କି ଅଫ୍ ଅନର ସମ୍ମାନ ପ୍ରଦାନ କରାଯାଇଛି। ଏହା ହେଉଛି ଲିସବନ ସହର ଦ୍ୱାରା ପ୍ରଦାନ କରାଯାଉଥିବା ସର୍ବୋଚ୍ଚ ସମ୍ମାନ। ସମାରୋହକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଥିଲେ, ପର୍ତ୍ତୁଗାଲର ଚତୁର୍ଥ ବୃହତ୍ତମ ସମ୍ପ୍ରଦାୟ ଭାବେ ସେଠାକାର ପ୍ରବାସୀ ଭାରତୀୟ ପ୍ରତିନିଧିତ୍ୱ କରୁଛନ୍ତି। ସେମାନେ ଉଭୟ ଦେଶର ସାଂସ୍କୃତିକ ସେତୁ ଭାବେ କାର୍ଯ୍ୟ କରିବା ସହ ଅର୍ଥନୀତି ବିକାଶରେ ଯୋଗଦାନ କରିଥାନ୍ତି। ଭାରତ ଏବଂ ପର୍ତ୍ତୁଗାଲ ମଧ୍ୟରେ ସମ୍ପର୍କ ସୁଦୃଢ଼ ରହିଛି ବୋଲି ରାଷ୍ଟ୍ରପତି କହିଥିଲେ। 2047 ବିକଶିତ ଭାରତ ଗଠନ ପାଇଁ ବସୁଧୈବ କୁଟୁମ୍ବକମ୍ ଭାବନା ଦ୍ୱାରା ପରିଚାଳିତ ଏକ ସ୍ଥାୟୀ ବିଶ୍ୱ ପ୍ରତିଷ୍ଠା ଦିଗରେ ଭାରତ କାର୍ଯ୍ୟ ଜାରି ରଖିବ। ଏଥିପାଇଁ ରାଷ୍ଟ୍ରପତି ପର୍ତ୍ତୁଗାଲକୁ ଏକ ବିଶ୍ୱସନୀୟ ଅଂଶୀଦାର ବୋଲି ବର୍ଣ୍ଣନା କରିଛନ୍ତି। भारत पुर्तगाल संबंध ऐतिहासिक है। ये संबंध लगातार मजबूत होते रहे हैं और अब ये एक आधुनिक, बहुआयामी और गतिशील पार्टनरशिप के रूप में विकसित हो रही है। लगातार उच्च स्तरीय यात्राओं से इन संबंधों को मजबूती मिली है और बढ़ती वाणिज्यिक सहभागिता से ही इन्हें सहयोग मिला है। हमारे रिश्ता आपसी विश्वास, समझ और मुख्य हितों के मुद्दों पर एक दूसरे के समर्थन पर आधारित है। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଏପର୍ଯ୍ୟନ୍ତ 32 ଲକ୍ଷ କୋଟିରୁ ଅଧିକ ଟଙ୍କାର ଋଣ ମଞ୍ଜୁର କରାଯାଇଛି। ଏ ବାବଦରେ 52 କୋଟିରୁ ଅଧିକ ହିତାଧିକାରୀ ସୁଫଳ ପାଇଛନ୍ତି। ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ଉଦ୍ୟୋଗୀଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଋଣ ପ୍ରଦାନ ଉଦ୍ଦେଶ୍ୟରେ 2015 ମସିହାରେ ଏହି ଯୋଜନା ଆରମ୍ଭ କରାଯାଇଥିଲା। କ୍ଷୁଦ୍ର ଉଦ୍ୟୋଗ ଏବଂ ଅଣ କର୍ପୋରେଟ୍ ସଂସ୍ଥାଗୁଡ଼ିକ ପାଇଁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନର ବ୍ୟବସ୍ଥା ରହିଛି। ଏଥିରେ 3ଟି ବର୍ଗରେ ଋଣ ଦିଆଯାଉଛି। ଶିଶୁ ବର୍ଗରେ 50,000 ଟଙ୍କା, କିଶୋର ବର୍ଗରେ 5 ଲକ୍ଷ ଏବଂ ତରୁଣ ବର୍ଗରେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଉଛି। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସମ୍ବୋଧନ କରି ଆର୍ଥିକ ସେବା ବିଭାଗ ସଚିବ ଏମ୍ ନାଗାରାଜୁ ଗତକାଲି କହିଛନ୍ତି, ଏହି ଯୋଜନାକୁ ଆଜି 10 ବର୍ଷ ପୂରଣ ହୋଇଛି। ମୁଦ୍ରା ଋଣ ଯୋଜନାରେ 68% ମହିଳା ଉଦ୍ୟୋଗୀ ସୁଫଳ ପାଉଛନ୍ତି ବୋଲି ସେ କହିଛନ୍ତି। ଅବହେଳିତ ଗୋଷ୍ଠୀଙ୍କ ମଧ୍ୟରେ ଆତ୍ମନିର୍ଭରଶୀଳତା ଭାବନାକୁ ପ୍ରୋତ୍ସାହନ ପ୍ରଦାନ କରିବା ଏବଂ କ୍ଷୁଦ୍ର ଉଦ୍ୟୋଗ ମାଧ୍ୟମରେ ସେମାନଙ୍କର ଜୀବନଶୈଳୀରେ ଉନ୍ନତି ଆଣିବାରେ ଏହି ଯୋଜନା ବିଶେଷ ସହାୟକ ହୋଇଛି। ଏହି ଯୋଜନାରେ 50%ରୁ ଅଧିକ ତଫସିଲଭୁକ୍ତ ଜାତି, ଉପଜାତି ଏବଂ ଆର୍ଥିକ ଶ୍ରେଣୀର ଦୁର୍ବଳ ଉଦ୍ୟୋଗୀ ସୁଫଳ ପାଇଛନ୍ତି ବୋଲି ଶ୍ରୀ ନାଗରାଜୁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଆଜି ମୁଦ୍ରା ଯୋଜନାର ହିତାଧିକାରୀଙ୍କ ସହ ସକାଳ 9ଟାରେ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଦୁବାଇର ଯୁବରାଜ, ଉପପ୍ରଧାନମନ୍ତ୍ରୀ ତଥା ୟୁଏଇର ପ୍ରତିରକ୍ଷା ମନ୍ତ୍ରୀ ଶେଖ୍ ହମଦାନ ବିନ୍ ମହମ୍ମଦ ଅଲ୍ ମକ୍ତୁମ୍ ଦୁଇଦିନିଆ ଭାରତ ଗସ୍ତରେ ଆସି ଆଜି ନୂଆଦିଲ୍ଲୀରେ ପହଞ୍ଚିବେ। ଦୁବାଇର ଯୁବରାଜ ଭାବେ ଏହା ତାଙ୍କର ପ୍ରଥମ ସରକାରୀ ଭାରତ ଗସ୍ତ। ତାଙ୍କ ସହ ମନ୍ତ୍ରିମଣ୍ଡଳର ସଦସ୍ୟ, ବରିଷ୍ଠ ସରକାରୀ ଅଧିକାରୀ ଏବଂ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀ ଭାରତ ଗସ୍ତରେ ଆସୁଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦୁବାଇ ଯୁବରାଜଙ୍କ ସମ୍ମାନାର୍ଥେ ମଧ୍ୟାହ୍ନ ଭୋଜନର ଆୟୋଜନ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଏହି ପ୍ରତିନିଧି ମଣ୍ଡଳୀ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଆଜି ସନ୍ଧ୍ୟାରେ ଯୁବରାଜ ଶ୍ରୀ ମକ୍ତୁମ୍ ମୁମ୍ବାଇ ଗସ୍ତରେ ଯିବେ। ସେଠାରେ ସେ ଉଭୟ ଦେଶର ପ୍ରମୁଖ ବ୍ୟବସାୟିକ ପ୍ରତିନିଧିଙ୍କ ସହ ବୈଠକରେ ଅଂଶଗ୍ରହଣ କରିବେ। ଉଭୟ ଦେଶ ମଧ୍ୟରେ ଅର୍ଥନୈତିକ ଏବଂ ବାଣିଜ୍ୟିକ ସହଯୋଗକୁ ସୁଦୃଢ଼ କରିବା ନେଇ ଏହି ବୈଠକର ଆୟୋଜନ କରାଯାଇଛି। ଆମ ପ୍ରତିନିଧି ଦେଇଥିବା ସୂଚନା ଅନୁଯାୟୀ 2015ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏଇ ଗସ୍ତ
କରିବା ପରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହୋଇଛି। ବିଭିନ୍ନ କ୍ଷେତ୍ରରେ ନୂତନ ବ୍ୟାପକ ଏବଂ ରଣନୈତିକ ଭାଗିଦାରୀ ଆରମ୍ଭ ହୋଇଛି। ୟୁଏଇ ସହିତ ଭାରତର ବାଣିଜ୍ୟିକ, ସାଂସ୍କୃତିକ ଏବଂ ଲୋକଙ୍କ ମଧ୍ୟରେ ଆଦାନ ପ୍ରଦାନରେ ଦୁବାଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ୟୁଏଇରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ମଧ୍ୟରୁ 4.3 ନିୟୁତ ପ୍ରବାସୀ ଦୁବାଇରେ ବସବାସ କରନ୍ତି। ଦୁବାଇ ଯୁବରାଜଙ୍କ ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଶ୍ଚିମବଙ୍ଗ ସ୍କୁଲଗୁଡ଼ିକରେ ଶିକ୍ଷକ ନିଯୁକ୍ତି ମାମଲାରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଏକ ରିଭ୍ୟୁ ପିଟିସନ୍ ଦାଖଲ କରିଛନ୍ତି। ପଶ୍ଚିମବଙ୍ଗ ବିଦ୍ୟାଳୟ ସେବା ଆୟୋଗଙ୍କ ପକ୍ଷରୁ 2016ରେ ଶିକ୍ଷକ ଏବଂ ଅଣଶିକ୍ଷକ ପଦବୀଗୁଡ଼ିକରେ 25,752 ନିଯୁକ୍ତିକୁ ସୁପ୍ରିମକୋର୍ଟ ଅବୈଧ ଘୋଷଣା କରିଛନ୍ତି। ଶିକ୍ଷକମାନେ ଚାକିରି ହରାଇବା ପରେ ସମଗ୍ର ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହେବ ବୋଲି ରାଜ୍ୟ ସରକାର ତାଙ୍କ ଆବେଦନରେ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପରିସ୍ଥିତିର ସମୀକ୍ଷା କରିଛନ୍ତି। କୋଲକାତାର ନେତାଜୀ ଇଣ୍ଡୋର ଷ୍ଟାଡିୟମଠାରେ ଏକ ସମ୍ମିଳନୀରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରବର୍ତ୍ତୀ ପରିସ୍ଥିତିର ସମାଧାନ ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସେ କହିଛନ୍ତି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଏହି ନିଯୁକ୍ତି ପ୍ରକ୍ରିୟାର ତଦନ୍ତ କରୁଛି। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ ସରକାର ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରିନାହାନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ଏହି ପ୍ରସଙ୍ଗ ଆଲୋଚନା ହେବାର ଆଶା କରାଯାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ତିନିଦିନିଆ ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ବୈଠକ ଗତକାଲିଠାରୁ ଆରମ୍ଭ ହୋଇଛି। ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଗଠିତ 6 ଜଣିଆ ମୁଦ୍ରାନୀତି କମିଟି ବୈଠକର ନିଷ୍ପତ୍ତି ଆସନ୍ତାକାଲି ଘୋଷଣା କରାଯିବ। ଚଳିତ ଆର୍ଥିକ ବର୍ଷର ଏହା ହେଉଛି ପ୍ରଥମ ବୈଠକ। ଗତ ଫେବୃଆରୀ ମାସରେ ଅନୁଷ୍ଠିତ ବୈଠକରେ ରେପୋ ରେଟ୍ରେ 25 ବେସିସ୍ ପଏଣ୍ଟ ହ୍ରାସ କରାଯାଇଥିଲା। 2020 ମେ ମାସ ପରେ ରେପୋ ରେଟ୍ରେ ପ୍ରଥମ ଥର ପାଇଁ ଏହି ସଂଶୋଧନ କରାଯାଇଥିଲା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଆଜିଠାରୁ 6 ଦିନିଆ ୟୁରୋପ ଗସ୍ତ ଆରମ୍ଭ ହୋଇଛି। ଗତ ସନ୍ଧ୍ୟାରେ ସେ ଲଣ୍ଡନଠାରେ ପହଞ୍ଚିଛନ୍ତି। ବ୍ରିଟେନ୍ରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ବିକ୍ରମ ଦୋରାଇସ୍ୱାମୀ ହିଥ୍ରୋ ବିମାନ ବନ୍ଦରରେ ଅର୍ଥମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ଏହି ଗସ୍ତ ଅବସରରେ ଅର୍ଥମନ୍ତ୍ରୀ ଅଷ୍ଟ୍ରିଆ ଗସ୍ତରେ ମଧ୍ୟ ଯିବେ। ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସ ସହଯୋଗରେ ଆଜି ଅର୍ଥମନ୍ତ୍ରୀ ଲଣ୍ଡନସ୍ଥିତ ଭାରତୀୟ ହାଇକମିଶନଙ୍କ କାର୍ଯ୍ୟାଳୟରେ ଏକ ଆଲୋଚନାଚକ୍ରରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଭାରତ ବ୍ରିଟେନ୍ ଅର୍ଥନୈତିକ ଏବଂ ଆର୍ଥିକ ଆଲୋଚନାର 13ତମ ମନ୍ତ୍ରୀସ୍ତରୀୟ ବୈଠକରେ ଆସନ୍ତାକାଲି ସୀତାରମଣ ବ୍ରିଟେନ୍ ପ୍ରତିପକ୍ଷ ଚାନ୍ସେଲର ରାଚେଲ୍ ରିଭ୍ସଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି, ନିରପେକ୍ଷ ବାଣିଜ୍ୟ ସ୍ଥିତିକୁ ଗ୍ରହଣ କରୁଥିବା ଏବଂ ବ୍ୟବସାୟ ପାଇଁ ସମାନ ସୁଯୋଗ ପ୍ରଦାନ କରୁଥିବା ଦେଶଗୁଡ଼ିକ ସହ ମିଳିତ ଭାବେ କାମ କରିବାକୁ ଭାରତ ଆଗ୍ରହୀ। ମୁମ୍ବାଇଠାରେ ଇଣ୍ଡିଆ ଗ୍ଲୋବାଲ୍ ଫୋରମ୍ରେ ଗତକାଲି ଯୋଗଦେଇ ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି, ନିରପେକ୍ଷ ବାଣିଜ୍ୟ ଅଭ୍ୟାସ ଅନୁସରଣ କରାଗଲେ ହିଁ ଭାରତୀୟ କମ୍ପାନୀଗୁଡ଼ିକ ଦକ୍ଷ ଏବଂ ଭଲ ପ୍ରଦର୍ଶନ କରିପାରିବେ। ବିଶ୍ୱର ବିକଶିତ ଚାହିଦା ପୂରଣ କରିବା ପାଇଁ ଭାରତରେ ଆତ୍ମନିର୍ଭରଶୀଳତା, ଉଦ୍ଭାବନ ଏବଂ ପ୍ରତିଯୋଗିତାମୂଳକ ପ୍ରସଙ୍ଗଗୁଡ଼ିକ ଉପରେ ଗୁରୁତ୍ୱ ପ୍ରଦାନ କରିବାକୁ ମନ୍ତ୍ରୀ ଶ୍ରୀ ଗୋୟଲ ସମ୍ପୃକ୍ତ ଅଂଶୀଦାରମାନଙ୍କୁ ଅନୁରୋଧ କରିଛନ୍ତି। ଫିକିର 98ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି। ଦେଶରୁ ପୁଷ୍ଟିହୀନତା ଦୂର କରିବା ଲକ୍ଷ୍ୟ ନେଇ ଆଜିଠାରୁ ପୋଷଣ ପକ୍ଷର 7ମ ସଂସ୍କରଣ ଆରମ୍ଭ ହୋଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏହି ଅବସରରେ 4ଟି ପ୍ରମୁଖ ବିଷୟବସ୍ତୁ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି। ଏଥିରେ ଜୀବନର ପ୍ରଥମ 1000 ଦିନ, ପୋଷଣଯୁକ୍ତ ହିତାଧିକାରୀଙ୍କ ପଦକ୍ଷେପକୁ ନେଇ ସଚେତନତା ସୃଷ୍ଟି କରିବା, କୁପୋଷଣର ପରିଚାଳନା ଏବଂ ଶିଶୁଙ୍କର ମେଦବହୁଳତା ଦୂର କରିବା ସହିତ ସୁସ୍ଥ ଜୀବନଶୈଳୀ ଆପଣେଇବା ଆଦି ପ୍ରସଙ୍ଗଗୁଡ଼ିକ ଉପରେ ଗୁରୁତ୍ୱ ଦିଆଯାଇଛି। ପୁଷ୍ଟିହୀନତା ଦୂର କରିବା ଲାଗି ସରକାରଙ୍କ ପ୍ରତିବଦ୍ଧତା ସ୍ୱରୂପ ଏହି ପକ୍ଷ ପାଳିତ ହୋଇଆସୁଛି। ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର ଆଜି ଏକ ୱେବକାଷ୍ଟ ମାଧ୍ୟମରେ 18ଟି ଅଂଶୀଦାର ମନ୍ତ୍ରଣାଳୟର ଅଧିକାରୀ ଏବଂ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅଙ୍ଗନବାଡି କର୍ମୀଙ୍କୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଆଇପିଏଲ୍ କ୍ରିକେଟରେ ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ ହୋଇଛି। ମୁମ୍ବାଇର ୱାଙ୍ଗଖେଡେ ଷ୍ଟାଡିୟମଠାରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଆର୍ସିବି ମୁମ୍ବାଇ ଇଣ୍ଡିଆନ୍ସକୁ 12 ରନ୍ରେ ପରାସ୍ତ କରିଛି। ଟସ୍ ଜିତି ମୁମ୍ବାଇ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବେଙ୍ଗାଲୁରୁ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ବିନିମୟରେ 221 ରନ୍ ସଂଗ୍ରହ କରିଥିଲା। ଦଳର ଅଧିନାୟକ ରଜତ ପଟିଦାର 32ଟି ବଲ୍ରୁ 64 ରନ୍ ସଂଗ୍ରହ କରିଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରି ମୁମ୍ବାଇ 9 ୱିକେଟ୍ ବିନିମୟରେ 209 ରନ୍ କରିବାକୁ ସକ୍ଷମ ହୋଇଥିଲା। ବେଙ୍ଗାଲୁରୁ ପକ୍ଷରୁ କୁନାଲ ପାଣ୍ଡ୍ୟା 4ଟି ୱିକେଟ୍ ଅକ୍ତିଆର କରିଥିଲେ। ରଜତ ପଟିଦାରଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି। ଆଜି 2ଟି ମ୍ୟାଚ୍ ଅନୁଷ୍ଠିତ ହେବ। ପ୍ରଥମ ମ୍ୟାଚ୍ରେ ଅପରାହ୍ନ 3:30ଟାରେ କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଲକ୍ଷ୍ନୌ ସୁପର ଜାୟାଣ୍ଟସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ରେ ସନ୍ଧ୍ୟା 7:30ଟାରେ ଚଣ୍ଡିଗଡ଼ଠାରେ ପଞ୍ଜାବ କିଙ୍ଗସ୍ ଏବଂ ଚେନ୍ନାଇ ସୁପର କିଙ୍ଗସ୍ ପରସ୍ପରକୁ ଭେଟିବେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ।
ପର୍ତ୍ତୁଗାଲରେ ବସବାସ କରୁଥିବା ଭାରତୀୟ ଉଭୟ ଦେଶ ମଧ୍ୟରେ ସାଂସ୍କୃତିକ ସେତୁ ଭାବେ କାର୍ଯ୍ୟ କରୁଛନ୍ତି କହିଲେ ରାଷ୍ଟ୍ରପତି। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାକୁ ଆଜି ପୂରିଲା 10 ବର୍ଷ। ଏହା ଅଧୀନରେ ଏପର୍ଯ୍ୟନ୍ତ ପ୍ରଦାନ କରାଯାଇଛି 32 ଲକ୍ଷ କୋଟିରୁ ଅଧିକ ଋଣ। ଦୁଇଦିନିଆ ଭାରତ ଗସ୍ତରେ ଆସି ଆଜି ନୂଆଦିଲ୍ଲୀରେ ପହଞ୍ଚିବେ ଦୁବାଇର ଯୁବରାଜ ତଥା ଉପପ୍ରଧାନମନ୍ତ୍ରୀ। ଶିକ୍ଷକ ନିଯୁକ୍ତି ମାମଲାରେ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ୍ ଦାଖଲ କଲେ ପଶ୍ଚିମବଙ୍ଗ ସରକାର ଏବଂ ଆଇପିଏଲ୍ କ୍ରିକେଟର ଗତକାଲିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ 12 ରନ୍ରେ ପରାସ୍ତ କଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ସମ୍ବାଦ ଶେଷ ହେଲା।